ଶୀତ ଦିନେ ଉଷୁନା ଭାତ ହଉ ବା ଅରୁଆ ଭାତ ସାଙ୍ଗରେ ଏହି ଦହି ଆମ୍ବିଳ ଖାଇବାକୁ ମିଳିଗଲେ ନା ଆଉ କିଛି ତରକାରୀର ଆବଶ୍ୟକତା ନଥାଏ। ଏହି ଦହି ଆମ୍ବିଳ ଖାଇବାକୁ ଟିକେ ଖଟା ଲାଗିଥାଏ। ଉଷୁନା ହେଉ ଅରୁଆ ଭାତ ଗରମ ଭାତ ସହିତ ଖାଇବାକୁ ବହୁତ ବଢ଼ିଆ ଲାଗିଥାଏ। ଆଉ ବନେଇବା ବହୁତ ସହଜ। ଚାଲନ୍ତୁ ଦହି ଆମ୍ବିଳ ପାଇଁ କ'ଣ କ'ଣ ସାମଗ୍ରୀ ଦରକାର ଦେଖିନେବା। ଆପଣ ସମସ୍ତଙ୍କୁ ରୋଜାଲିନ୍ ହୋମ୍ ଫୁଡ୍ ଚ୍ୟାନେଲକୁ ସ୍ୱାଗତ କରୁଛି। ଦହି ଆମ୍ବିଳ ବନେଇବା ପାଇଁ ମୁଁ ଏହିସବୁ ପରିବା ନେଇଛି। ପରିବା ଭିତରେ ନେଇଛି 2ଟି ମୂଳା, ଭେଣ୍ଡି, କଖାରୁ, ଗୋଟେ ବିଲାତି ନେଇଛି। ଦହି ଆମ୍ବିଳ ଟିକେ ଖଟା ଲାଗିଲେ ଭଲ ଲାଗିଥାଏ। ଏଠି 5ରୁ 6 ଚାମଚ ଦହି ନେଇଛି। ଅରୁଆ ଚାଉଳ ଘଣ୍ଟାଏ ଭିଜେଇକି ରଖିଥିଲି, ତା ସହିତ କିଛି ରସୁଣ କୋଲା, କଞ୍ଚା ଲଙ୍କା ନେଇଛି। ଆପଣ ଯେଉଁ ଅନୁସାରେ ରାଗ ଖାଉଥିବେ ସେହି ଅନୁସାରେ ଲଙ୍କା ନେବେ। ଆଉ ଏଠି 5 ଫୁଟଣ, ଭୃଷଙ୍ଗ ପତ୍ର, ଶୁଖିଲା ଲଙ୍କା, ଛେଚା ହେଇଥିବା ରସୁଣ ନେଇଛି। ଏଇଟା ଛୁଙ୍କ ଦେବା ପାଇଁ ଆମ୍ବିଳରେ ବହୁତ ବଢ଼ିଆ ବାସ୍ନା ଆସିଥାଏ। ଆଉ ଏଠି ଯେଉଁ ରସୁଣଟା ବଟା ହେବ ଆଉ ଏଇଟା ଛୁଙ୍କ ଦିଆହେବ, ଟେଷ୍ଟ ତା'ର ବହୁତ ବଢ଼ିଆ ଆସିଥାଏ। ଏବେ ଚାଲନ୍ତୁ ଅରୁଆ ଚାଉଳ, କଞ୍ଚା ଲଙ୍କା, ରସୁଣକୁ ଭଲ ଭାବରେ ଗ୍ରାଇଣ୍ଡ କରି ନେବା। ଅରୁଆ ଚାଉଳ, ରସୁଣ, କଞ୍ଚା ଲଙ୍କାକୁ ବାଟି ଦେଇଛି। ଦେଖିପାରୁଥିବେ ଏହାକୁ ବହଳିଆ କରିବେନି, ଏମିତି ବାଟିବେ। ଗୋଟେ ପ୍ୟାନ୍ରେ ଏଠି 1 ଚାମଚ ମୁଁ ସୋରିଷ ତେଲ ନେଇଥିଲି। ତେଲ ଗରମ ହେଇଗଲାଣି। ଏବେ ଭେଣ୍ଡିକୁ ପକାଇକି ଟିକେ ଭାଜିଦେବି। ଭେଣ୍ଡି ହାଲକା ଭାଜି ହେଇଗଲାଣି। ଏବେ ଆମେ ସେଇଥିରେ କଖାରୁ ଆଉ ମୂଳାକୁ ପକାଇଦେବା। କଖାରୁ ମୂଳା ପକାଇ ସାରିଲା ପରେ ଏକୁ ସବୁ ଟିକେ ଭଲ ଭାବରେ ଭାଜି ନେବା। ମୁଁ ଭିଡ଼ିଓରେ ବାଇଗଣଟା ଦେଖେଇ ନଥିଲି, ଭୁଲି ଯାଇଥିଲି। ଏବେ ଏଇଟା ହାଲକା ଭାଜି ହେଇଗଲା ପରେ ଆମେ ପାଣି ଦେବା। ଯେତେବେଳେ ପାଣି ଫୁଟିବ ସେଥିରେ ଆମେ ବାଇଗଣ ଆଉ ଟମାଟରକୁ ପକାଇଦେବା। ମୂଳା, କଖାରୁ, ଭେଣ୍ଡି ଭାଜି ହେଇଗଲାଣି। ଏବେ ହଳଦୀଟା ପକାଇ ନଥିଲି, ଏବେ ହଳଦୀ ପକାଇ ଦେଉଛି। ଏବେ ଆମେ ସେଥିରେ ପାଣି ଦେଇଦେବା 2 ଗ୍ଲାସ। ଟେଷ୍ଟ ଅନୁସାରେ ଲୁଣ ଦେଇଦେବା। ଇଏ ଟିକେ ସିଝିବା ପାଇଁ କଭର କରିକି ରଖିଦେବା। ଏଇଠି ଏଇଟା ଆମର ଫୁଟି ଆସିଲାଣି। ଏବେ ଆମେ ସେଥିରେ ବାଟିକି ରଖିଥିବା ଚାଉଳକୁ ଦେବା। ଏଇଟା ପକାଇବା ଦ୍ୱାରା କ'ଣ ହେବ, ଏଇଟା ବହଳିଆ ହେଇଯିବ, ତା ସହିତ ଚାଉଳଟା ବି ସିଝିବ। ଏଇଟା ଧୀରେ ଧୀରେ ଫୁଟିବା ସହିତ ବହଳିଆ ହେଇଯିବ। ଆପଣ ଯଦି ପାଣି ଦରକାର ହୁଏ ପରେ ଆଉ ପାଣି ଆଡ଼୍ କରିପାରିବେ। ଏକୁ ଦହି ପକାଇଦେବା। ବିନା କଭରରେ ଲୋ ଫ୍ଲେମ୍ରେ ଆପଣ ଏଇଟା ସିଝେଇ ପାରିବେ ବା କଭର କରିକି ମଝିରେ ଘାଣ୍ଟିବେ, ନହେଲେ ଚାଉଳ ଚୁନା ଲାଗିଯିବ ଆମର। ଯେହେତୁ ସେଟା ବହଳିଆ ହେଇଯିବ, ଧୀରେ ଧୀରେ ଆକୁ ଆମେ ଭଲ ଭାବରେ ସିଝେଇ ନେବା। ଯେତେବେଳେ ଏଇଟା ଫୁଟି ଆସିବ ସେତେବେଳେ ଆମେ ବାଇଗଣ ଆଉ ବିଲାତିକୁ ଆଡ଼୍ କରିବା। ଫୁଟି ଆସିଲାଣି। ଏବେ ଆମେ ବାଇଗଣ ଆଉ ବିଲାତିକୁ ଆଡ଼୍ କରିବା। ଆମ୍ବିଳଟା ସାଧାରଣତଃ ଖଟା ହିଁ ଲାଗିଥାଏ। ଖଟା ଲାଗିଲେ ଭଲ ଲାଗିଥାଏ। ଦେଖିବେ ଯଦି ବେଶୀ ବହଳିଆ ହେଇଯାଇଥିବ ଆଉ ପରିବା ସିଝି ନଥିବ ତାହେଲେ ଆପଣ ଆଉ ସେଥିରେ ପାଣି ଆଡ଼୍ କରିବେ। ଦେଖନ୍ତୁ ମୁଁ ଏଥିରେ ଆଉ ପାଣି ଆଡ଼୍ କଲି। ପରିବା ଆଉ ଟିକେ ସିଝିବ, ପାଣି ଦରକାର ଏଥିରେ। ଏବେ ସବୁ ପରିବା ଭଲ ଭାବରେ ସିଝିବା ପାଇଁ ଆକୁ ଲୋ ଫ୍ଲେମ୍ରେ କଭର କରିକି ରଖିଦେବି। ପରିବା ସବୁ ଭଲ ଭାବରେ ସିଝିଗଲାଣି। ଏବେ ଚାଲନ୍ତୁ ଆମେ ଆକୁ ଛୁଙ୍କ ଦେଇଦେବା। ଛୁଙ୍କ ଦେବା ପାଇଁ ତଡ଼କା ପ୍ୟାନ୍ରେ ଏଠି ମୁଁ 2 ଚାମଚ ସୋରିଷ ତେଲ ନେଇଛି। ଏବେ ସେଥିରେ ପକାଇଦେବି 5 ଫୁଟଣ, ଶୁଖିଲା ଲଙ୍କା, ଭୃଷଙ୍ଗ ପତ୍ର, ରସୁଣ। ଏବେ ଆମେ ଦହି ଆମ୍ବିଳ ଏବେ ଖାଇବା ପାଇଁ ରେଡ଼ି ହେଇଯାଇଛି। ଲାଷ୍ଟକୁ ମୁଁ ପକାଇ ଦେଇଛି ଧନିଆ ପତ୍ର, ଭୃଷଙ୍ଗ ପତ୍ର, 5 ଫୁଟଣ, ରସୁଣର ଯେଉଁ ପଡ଼ିଛି ଛୁଙ୍କ ଦିଆଯାଇଛି, ବହୁତ ବଢ଼ିଆ ବାସ୍ନା ଆସୁଛି।
एटा बेसी पाणिया कि बेसी बहुलिया करेनि। गरम भात संगे खाइबा को बहुत बढ़िया लगी थाए आ हजम भी बहुत भल होता है। यहाँ खाइले जदि आज रेसिपी आपण मानको भल लगिबो मो वीडियो को लाइक शेयर करेंगे, चैनल को सब्सक्राइब करेंगे।